ହଁ, କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ। ଆଜି ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 276। ପ୍ରଭୁ ଲେଖୁଛନ୍ତି, ଥିଓସଫି ମତବାଦୀ ମାନେ ଆପଣାର ଅବସ୍ଥା ଗୁଡ଼ିକ ବିଷୟରେ ଭୁଲ କଥା କହନ୍ତି, ମାତ୍ର ଅସଲ ବସ୍ତୁଟି ବିଷୟରେ ଠିକ କଥା କହିଥାନ୍ତି। ଭାରତର ତୁଷାର ଚୂଡ଼ାଗୁଡ଼ିକ ଉପରେ କୌଣସି ବୃହତ୍ ଆତ୍ମା ପରମେଶ୍ୱରଙ୍କୁ ମୁକ୍ତି, ଭ୍ରାତୃତ୍ୱ ଏବଂ ସମତା ରୂପେ ପ୍ରତ୍ୟକ୍ଷ କରିପାରିଥିଲା ବୋଲି ହିଁ ଫରାସୀ ବିପ୍ଳବ ସଂଗଠିତ ହେଲା। ଏଠି ଥିଓସଫି କଥା କହୁଛନ୍ତି, ଫରାସୀ ବିପ୍ଳବ କଥା କହୁଛନ୍ତି ଏବଂ ଭାରତରେ ଯେ କିପରି ମହାନ ମହାନ ମୁକ୍ତ ଆତ୍ମା ମାନେ ଅନେକ କାର୍ଯ୍ୟ କରିଯାଇଛନ୍ତି ବିଶ୍ୱ ଭାତୃତ୍ୱ ପାଇଁ, ମୁକ୍ତି ପାଇଁ, ସମତା ପାଇଁ, ଏଇ ତିନୋଟି କଥାକୁ ଆ ଭିତରେ ଉଲ୍ଲେଖ କରିଛନ୍ତି। ଆଉ ଥିଓସଫି କଥା ଯେତେବେଳେ ଉଲ୍ଲେଖ କରୁଛନ୍ତି ସେତେବେଳେ ସେ କହୁଛନ୍ତି ଯେ ଅସଲ ବସ୍ତୁଟି ବିଷୟରେ ସେ ଠିକ କଥା କହିଛନ୍ତି, କିନ୍ତୁ ତାଙ୍କର ଯୋଉ ମତବାଦରେ ସେମାନେ ଯୋଉ କାର୍ଯ୍ୟ କରୁଛନ୍ତି ସେଇଗୁଡ଼ିକ ଭୁଲ ୱେରେ ହଉଛି। ତାର ଇଂରାଜୀଟା ହଉଛି ଦ ଥିଓସଫିଷ୍ଟ ଆର୍ ରଙ୍ଗ ଇନ୍ ଦେୟାର ସରକମଷ୍ଟାନ୍ସେସ୍। ତାମାନେ ଆଉଟର ଏକ୍ସପ୍ରେସନରେ ସେମାନେ ଯୋଉ ପ୍ରକାର କାର୍ଯ୍ୟ କରୁଛନ୍ତି ସେଥିରେ ତ୍ରୁଟି ରହିଯାଇଛି ଏବଂ ବଟ୍ ରାଇଟ୍ ଇନ୍ ଦ ଏସେନ୍ସିଆଲ, ମୂଳ ତତ୍ଵରେ ସେମାନେ ଠିକ କଥା କହିଥାନ୍ତି। ତାପରେ ଫ୍ରେଞ୍ଚ ରିଭଲ୍ୟୁସନ ବିଷୟରେ କହୁଛନ୍ତି। ତେଣୁ ଏଠି ଆକ୍ଚୁଆଲି ଥିଓସଫିଷ୍ଟ ସେତେବେଳେ ଯାହା କିଛି କିଛି ଜଣା ଅଛି ଯେ 1875 ମସିହା ବେଳକୁ ଥିଓସଫିକାଲ ସୋସାଇଟି ରାଇଜ କଲା ଏବଂ ସେତେବେଳେ ତାକୁ ହେଲେନା ବ୍ଲାଭାସ୍କି ଆଉ ହେନରୀ ଷ୍ଟିଲ ଓଲକଟ୍ ଏମାନେ ତାକୁ ପ୍ରତିଷ୍ଠା କରିଥିଲେ ଏବଂ ପରେ ଆନି ବେସାନ୍ତ ତାକୁ ଆଗକୁ ନେଲେ। ଆନି ବେସାନ୍ତ ବିଷୟରେ ଆମେ ଜାଣିଛନ୍ତି, ସେ ଆସି ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ପରମ ଶିଷ୍ୟ ସ୍ୱାମୀ ବିବେକାନନ୍ଦ ସଂସ୍ପର୍ଶରେ ଆସିଲା ପରେ ସେଠି ସିଏ ଯୋଉ ଥିଓସଫିକାଲ ସୋସାଇଟିରେ ଯୋଉ ଚେଞ୍ଜ ଆଣିଲେ ବା ଗୋଟେ ମଡିଫିକେସନ କରି କଲେ, ଯେମିତି ପ୍ରାଚ୍ୟ ପାଶ୍ଚାତ୍ୟରେ ଯୋଉ ଆଧ୍ୟାତ୍ମିକତାକୁ ସେ ଯେମିତି ମିକ୍ସ କଲା ଭଳିଆ କଲେ, ତାଙ୍କର ଥିଓସଫିକାଲ ମୂଳ ଯୋଉଟା ଥିଲା ତାଙ୍କର ମୂଳ ତତ୍ଵ, ସେଥିରେ ସେମାନେ ଠିକ ଥିଲେ ବୋଲି କାହିଁ କହୁଛନ୍ତି? ପ୍ରଭୁ କହୁଛନ୍ତି ସେମାନଙ୍କର ସ୍ପିରିଚୁଆଲ ଆସ୍ପିରେସନ ଠିକ ଥିଲା ଏବଂ ସେମାନେ କହୁଥିଲେ ଯେ ଡିଭାଇନ ୱିଜଡମ, ଯୋଉଟା କି ଥିଓସଫିଆ ସେଇ ୱାର୍ଡରୁ ହିଁ ଡିଭାଇନ ୱିଜଡମ, ଯେ କି ସବୁର ଉର୍ଦ୍ଧ୍ୱରେ ଏବଂ ସମସ୍ତ ହ୍ୟୁମାନିଟି ମାନବତ୍ଵ ସେମାନେ ଗୋଟିଏ ପରିବାରରେ ନେଇକିରି ଗୋଟେ ପରିବାରର ଯୋଉ ଭାବ, ସେଇ ଭାବ ଏଇଟା ତାଙ୍କର କଣ ମୂଳ ତତ୍ଵ ଥିଲା। ଏବଂ ସେଥିରେ ସିଏ କହୁଥିଲେ ଯେ ଯୋଉ ମନୁଷ୍ୟର ଯୋଉ ଆମର ଜୀବନ ଶୈଳୀ ଯୋଉ ବିବର୍ତ୍ତନ, ଯାହା ଯାହା ବି ମନୁଷ୍ୟର ପରିବର୍ତ୍ତନ ହଉଛି ଏବଂ ମନୁଷ୍ୟର ଜୀବନ ଯେ କ୍ଷେତ୍ରରେ ଏଗୁଡା ସବୁ କଣ ହୁଏ, ଆଧ୍ୟାତ୍ମିକ ନିୟମ ବା ଆଧ୍ୟାତ୍ମିକ ମାଷ୍ଟର ମାନଙ୍କ ଦ୍ଵାରା ଏଗୁଡିକ ସବୁ ପରିଚାଳିତ ହଉଥାଏ ଏବଂ ସେମାନେ ହିଁ ଏହାର ନିୟାମକ। ଇଏ ଦୃଷ୍ଟିକୋଣରୁ ଠିକ କହିଲେ, କିନ୍ତୁ କିନ୍ତୁ ଏଇ ଯୋଉ ଆଉଟର ପ୍ରାକ୍ଟିସ ଯେତେବେଳେ ସେ କଲେ, ଆଉଟର ପ୍ରାକ୍ଟିସ ଯୋଉ ଯୋଉ କରନ୍ତି ସେମାନେ, ଯେମିତି କି ଅଟୋମେଟିକ ରାଇଟିଂ ଭଳିଆ କିଛି କରନ୍ତି। ନାଇଁ, ଅଟୋମେଟିକ ରାଇଟିଂ ବହୁତ ଛୋଟ କଥାଟା ମୁଁ କହିଲି, କିନ୍ତୁ ଅନ୍ୟାନ୍ୟ ସେମାନେ ଅକଲ୍ଟିଜିମ ଦ୍ଵାରା ଆଷ୍ଟ୍ରାଲ ଟ୍ରାଭେଲ ଆଉ ମାଷ୍ଟର ମାନଙ୍କ ସହିତ କମ୍ୟୁନିକେଟ କରିବା, ଯୋଉମାନେ କି ସୂକ୍ଷ୍ମରେ ଅଛନ୍ତି ବୋଲି ସେମାନଙ୍କ ସହିତ କମ୍ୟୁନିକେଟ କରିବା ଏବଂ ତାଙ୍କର ଆଦେଶକୁ ପାଳନ କରିବା, ଏଇ ସବୁଥିରେ ସେ ଯୋଉ ମେଥଡ ଗୁଡାକ ଆରମ୍ଭ କଲେ ବା ଚାଲିଛି, ସେଥିରେ କଣ ହଉଛି ଯେ ତମେ କୋଉ ମାଷ୍ଟର ଦ୍ଵାରା ପରିଚାଳିତ ହଉଛ, ସିଏ କୋଉ ଜଗତର କୋଉ ସ୍ତରର ସେମିତି କହି ହବ ନାହିଁ। କାହିଁକି ନା ଯାହାର ସ୍ଥିତି ଯେତିକି, ଚେତନାର ସ୍ଥିତି ଅନୁସାରେ ସିଏ କାହା ସହିତ ସଂଯୁକ୍ତ ହେଇ କାମ କରୁଛି କହିହବନି। ତେଣୁ ବାହାରର ଯୋଉ ରୂପ ଗ୍ରହଣ ଯେତେବେଳେ ଆସିଲା, ସେତେବେଳେ
କଣ ତାହା ଟିକେ ଯୋଉଟା ପ୍ରଭୁ ଲେଖୁଛନ୍ତି ଯେ ଆପଣାର ଅବସ୍ଥା ଗୁଡିକ ବିଷୟରେ ସେମାନେ ଭୁଲ କଥା କୁହନ୍ତି, ଆଉଟର ସରକମଷ୍ଟାନ୍ସେସ୍। ଏବଂ ସେଥିରେ ଯୋଉ କଣ ଆରମ୍ଭ କଲେ ସେ ଯୋଉ କାର୍ଯ୍ୟକ୍ରମ, ଧୀରେ ଧୀରେ ସିଏ କଣ ହେଲା, ଯେମିତି ଗୋଟେ ଅଥରିଟିଆନ ମାଷ୍ଟରୀ, ମାନେ ନିଜ ଆଡୁ ଯେମିତି ଗୋଟେ ଥୋପିଲା ଭଳିଆ ଇଏ ଗୋଟେ ଷ୍ଟାର୍ଟ ହେଇଗଲା। ମାନେ ଯୋଉମାନେ ଆକୁ ଗୁରୁତ୍ୱ ଦେଇକିରି ଯେମିତି ପ୍ରଚାରକ ହୁଅନ୍ତୁ ବା ପ୍ରସାରକ ହୁଅନ୍ତୁ, ସେମାନଙ୍କର ଗୁରୁତ୍ୱ ବଢିବାକୁ ଆରମ୍ଭ କଲା। ଏବଂ ସିଏ ଯୋଉ ଏଜୁକେସନ କ୍ଷେତ୍ରରେ ବି ପ୍ରବେଶ କଲେ, ଯେମିତି ଚର୍ଚ୍ଚ ଷ୍ଟାଇଲ ଚାଲିଲା। ମାନେ ଖ୍ରୀଷ୍ଟିଆନିଟିର ଯୋଉ ଷ୍ଟାଇଲଟା ସେ ଇଷ୍ଟର୍ଣ୍ଣ ୱେଷ୍ଟର୍ଣ୍ଣ ମିଶେଇବାକୁ ଚେଷ୍ଟା କଲେ, ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲେ, ମହିଳା ମାନଙ୍କର ଅଧିକାର ଏବଂ ଅନ୍ୟାନ୍ୟ ଅନେକ କାର୍ଯ୍ୟରେ ଚେଷ୍ଟା କରିଛନ୍ତି। କିନ୍ତୁ ଧୀରେ ଧୀରେ କଣ ହେଲା, ଯେମିତି ମିଶନାରୀର ଯୋଉ ପ୍ରାକ୍ଟିସ ରହିଛି, ସେମାନେ ଆରମ୍ଭ କରିଦେଲେ। ସେଥିରେ କଣ ହେଲା, ଯେମିତି ହାୟରାର୍କିକାଲି ଇଏ ତାଙ୍କ ଉପରେ, ସେ ତାଙ୍କ ଉପରେ ସବୁ ରହିଲେ, ସେଇ ଅନୁସାରେ ପରିଚାଳିତ ହବା ଆରମ୍ଭ ହେଲା। ତା ଦ୍ୱାରା ତାର ଅସୁବିଧା କଣ ହବ, ଯେତେବେଳେ ମଣିଷ ଯଦି ସିଧାସଳଖ ଭଗବାନଙ୍କ ଦ୍ୱାରା ପରିଚାଳିତ ନ ହଉଛି, କିମ୍ବା ଯଦି ଗୁରୁ ଦ୍ୱାରା ପରିଚାଳିତ ହେଲେ, ସେ ଗୁରୁ ମିସଲିଡ୍ କରିବାର ମଧ୍ୟ ସମ୍ଭାବନା ରହିଛି। କାହିଁକି ନା ମନୁଷ୍ୟ ଯଦି ଭଗବାନ ସହିତ ପୂର୍ଣ୍ଣ ଏକୀଭୂତ ହେଇନାହିଁ, ତେବେ ତା ଭିତରେ ଯୋଉ ଇମ୍ପ୍ୟୁରିଟି ରହିଛି, ଯୋଉ ଅଜ୍ଞାନତା, ଯୋଉ ଅନ୍ଧକାର ରହିଛି, ସିଏ କଣ କରିବ, ଆମେ ମ୍ୟାକ୍ସିମମ୍ କ୍ଷେତ୍ରରେ ଦେଖିବେ। ଆଉ ଗୋଟିଏ ଯେମିତି ଯେମିତି ଆପଣ ଦେଖିବେ କେତେଟା ଜାଗାରେ କଣ ହେଲା, ମଝିରେ ଗୋଟେ ସମୟ ବି ଆସିଲା ଯୋଉ ସମୟରେ ମାନେ ଗୋଟିଏ ଗୁରୁ ବା ଗୋଟିଏ ସମ୍ପ୍ରଦାୟ ଅନ୍ୟ ଏକ ସମ୍ପ୍ରଦାୟକୁ ଈର୍ଷା କରିବା ହେଲା, ବା ଯଦି ପରିବର୍ତ୍ତନ କରିଗଲେ ସେ ତେବେ ସେ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହେଲା। ଇଏ ସବୁ କଣ ହୁଏ, ଏଇ ସଂକୀର୍ଣ୍ଣତା ଗୁଡିକ ସେଥିରେ ବୃଦ୍ଧି ପାଇଲା, ଗୋଟେ ଆମ ଥିଓସଫିକାଲ ଇଏରେ। ଏବଂ ଗୋଟେ ମାଷ୍ଟରିଆନ ଇଏ ଚାଲିଲା, ଗୋଟେ ହାଇରାର୍କିରେ ଚାଲିଲା। ସେଗୁଡାକ ତେଣୁ ଫ୍ରିଡମ ଆସିବନି। ଯୋଉ ଫ୍ରିଡମ ଯିଏ ଭଗବାନଙ୍କ ଦ୍ୱାରା ପରିଚାଳିତ ହେବା, ଭଗବାନ ଯାହା ଚାହିଁଛନ୍ତି ତାହା ସେ କିପରି ନିଜକୁ ପରିପ୍ରକାଶ କରିବ, ସିଏ ତା ଦ୍ୱାରା ନ ହେଇକି କଣ ହବ, ଯେ ମୋର ଗୁରୁ ମାନେ ତାଙ୍କର ଯିଏ ରହିଛନ୍ତି ଉପରିସ୍ଥ, ସେମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଆରମ୍ଭ ହେଲା। ତେଣୁ ଏଇ ପ୍ରକାରର ବାହ୍ୟ ରଙ୍ଗ ସରକମଷ୍ଟାନ୍ସେସ୍ ବା ମୁଭମେଣ୍ଟ ବା ସ୍ପନ୍ଦନ ଗୁଡିକ ଆରମ୍ଭ ହେଲା। ଯଦିଓ ପ୍ରଭୁ ବାରମ୍ବାର କହୁଛନ୍ତି ଅସଲ ବସ୍ତୁ ବିଷୟରେ ସେମାନେ ଠିକ କଥା କହୁଥିଲେ। ତାପରେ ସେଠି କହିଲେ ଫରାସୀ ବିପ୍ଳବ କଥା କହୁଥିଲେ। ଫରାସୀ ବିପ୍ଳବରେ ଏକ୍ଜାକ୍ଟଲି ଏଇଭଳିଆ ଯୋଉ ଯେମିତି ଗୋଟେ ସୋସିଆଲି ସାମାଜିକ ଭାବରେ, ରାଜନୈତିକ ଉଭୟ କ୍ଷେତ୍ରରେ ଗୋଟେ ବିରାଟ ପରିବର୍ତ୍ତନ ଆସିବା ପାଇଁ ଚେଷ୍ଟା କରିଥିଲେ ସେମାନେ। ସେଥିରେ ସେମାନେ ଯୋଉ ଲଢେଇ କରିଥିଲେ ବା ବିପ୍ଳବ ଆଣିବାକୁ ଚେଷ୍ଟା କରିଥିଲେ, ସେମାନେ କହୁଥିଲେ ଯେ ସମସ୍ତଙ୍କର ଯୋଉ ଇକ୍ୱାଲିଟି ଆସୁ ଏବଂ ସମସ୍ତେ ଭାତୃତ୍ୱ ଭାବରେ ବଢିବେ ଏବଂ ଫ୍ରିଡମ, ସ୍ୱାଧୀନ ଭାବରେ ବଞ୍ଚିବେ। ଏମିତି କୋଉ ଲ, ମାନେ ସୋସାଇଟିର ଲ ଅନୁସାରେ ନୁହଁ। ଏ ସବୁ ଜିନିଷ ଠିକ ଅଛି ଯଦି ବି ଦେଖାଯାଏ, ଫ୍ରିଡମ, ଇକ୍ୱାଲିଟି, ବ୍ରଦରହୁଡ, ଏସବୁ ଠିକ ଅଛି, କିନ୍ତୁ କେତେବେଳେ ପର୍ଯ୍ୟନ୍ତ ଠିକ ଅଛି? ଏଠି ସେମାନେ ଯେତେବେଳେ ଫରାସୀ ବିପ୍ଳବ କଲେ, ସେତେବେଳେ ହିଂସା, ରାଜନୀତି ଏବଂ ବାହ୍ୟ ରୂପରେ ଅନେକ କାଂଶରେ ତାହା ସୀମିତ ରହିଗଲା। ଏ ଯୋଉ ଇନର ସ୍ପିରିଚୁଆଲ ଯୋଉ ଆଇଡିଆ, ତାକୁ ଫଲୋ କରିବା ଏବଂ ତାଙ୍କ ହିସାବରେ ମୁକ୍ତି, ତାଙ୍କ ହିସାବରେ ସମସ୍ତ ଅବସ୍ଥା, ଏଇଟାକୁ ସେମାନେ ସେତିକି ଗୁରୁତ୍ୱ ଦେଇକି ବଜାୟ ରଖିପାରିଲେ ନାହିଁ। ସ୍ୱାଭାବିକ ଭାବେ ଯେତେବେଳେ ହିଂସାରେ ସୃଷ୍ଟି ହେଇଛି, ତାହା ଉଦ୍ଦେଶ୍ୟ ମହତ ରଖିଥିଲେ ମଧ୍ୟ ମିସଗାଇଡେଡ ହବାଟା ଏକ ସ୍ୱାଭାବିକ ପ୍ରକ୍ରିୟା। ସ୍ୱାଭାବିକ ପ୍ରକ୍ରିୟା, କାହିଁକିନା ମଣିଷ ଏତେ ଅଜ୍ଞାନତା ଅନ୍ଧକାରରେ ବୁଡି ରହିଛି ଯେ ସେ ସବୁ ଜିନିଷକୁ ନେଇକିରି ପୁରେଇ ଦବ ଅଜ୍ଞତା ଭିତରେ ଏବଂ ନିଜ ସ୍ୱାର୍ଥ ପାଇଁ, ନିଜ ଅହଂକୁ ସାବ୍ୟସ୍ତ କରିବା ପାଇଁ
ସାଙ୍ଗେ ସାଙ୍ଗେ ସବୁକୁ ନେଇକି ସେ ମୋଡ଼ିଦବ ସିଆଡ଼େ। କିନ୍ତୁ ତା ଅପେକ୍ଷା ଭାରତ ବର୍ଷରେ ଭାରତ ବର୍ଷରେ ଅନେକ ମୁନି ଋଷି ମାନେ ରହିଛନ୍ତି, ଯୋଉମାନେ କି ଉଚ୍ଚ କୋଟିର ମୁକ୍ତ ଆତ୍ମା ସବୁ ବି ଆସିଥିଲେ। ଉଚ୍ଚ କୋଟିର ଯଦି ଆମେ ଦେଖିବା ମଣିଷ ହିସାବରେ ବି ସାଧାରଣ ହ୍ୟୁମାନ ବିଙ୍ଗ ମାଇଣ୍ଡ ଥିବା ଉଚ୍ଚ କୋଟିର ମନ ତାଙ୍କ ଭିତରେ ପରିପ୍ରକାଶ ହେଇଛି। ସେମାନଙ୍କ କ୍ଷେତ୍ରରେ ଆପଣ ଦେଖିବେ ଯୋଉଟା କି ଭାରତ ବର୍ଷରେ ଯୋଗୀ ମାନେ ସେମାନେ ବସୁଧୈବ କୁଟୁମ୍ବକମ୍ ଯୋଉ ଯେମିତି ଆମେ କହିଲେ ଓಂ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା, ଏସବୁ ସେମାନେ ସେଇଥିରେ ବଞ୍ଚୁଥିଲେ। ସେଥିରେ ନା ହିଂସତ୍ୱ ଥିଲା, ନା କାହା ଉପରେ ଜବରଦସ୍ତ କିଛି ଲଦି ଦେବାର କିଛି ଥିଲା। ସେମାନେ ସେଇଥିରେ ଯେହେତୁ ବଞ୍ଚୁଥିଲେ, କୋଉଠି ସେମାନେ କାହାକୁ ବାଧ୍ୟବାଧକତା କରିନଥିଲେ। ତେଣୁ ସ୍ୱାଭାବିକ ଭାବେ ଫ୍ରିଡମ ଥିଲା। ଫ୍ରିଡମଟା ସ୍ୱାଭାବିକ ଭାବରେ ଥିଲା। ଆଉ ସେମାନେ ହୋଇ ଉଠିଥିଲେ ବୋଲି ତାଙ୍କୁ ଅନୁକରଣ କରି ଅନ୍ୟମାନେ ପରିଚାଳିତ ହେଉଥିଲେ। ଏବଂ ଅନେକ ସମୟରେ ଯୋଉମାନେ ଭଗବତ ଉପଲବ୍ଧି କରିଛନ୍ତି, ସେମାନେ ଯେମିତି ମିଶନାରୀ ସିଷ୍ଟମରେ ସେମାନେ କଣ କରିଲେ ଯେ ଆମେ ମୁଖ୍ୟ ତାଙ୍କର ଯେ ମୁଖ୍ୟ ତାଙ୍କ କଥା ଏପଟ ସେପଟ ହେଲେ ଅସୁବିଧା ଶୁଣିବେ ନାହିଁ, ବହୁତ ପ୍ରକାରର ବିକୃତିଟି ବି ତାଙ୍କ ଭିତରେ ପଶିଯାଇଛି। କିନ୍ତୁ ଏଠି ଯୋଉମାନେ ଭଗବତ ଉପଲବ୍ଧି କରନ୍ତି, ସେମାନେ ଧୀରେ ଧୀରେ କଣ ହେଲେ ନା ନିଜକୁ ନୀରବ କରି ରଖିଲେ। ଯୋଉ ମାଷ୍ଟ୍ରିଆନିଜିମଟା ଆଉ ଆସିଲା ନାହିଁ। ମାଲିକାନା ସତ୍ତ୍ୱ ଗ୍ରହଣ କରି ମୁନିବ ପଣିଆଟା ପ୍ରାଚ୍ୟରେ ବା ଆମ ଭାରତ ବର୍ଷରେ ଯୋଗୀମାନଙ୍କ କ୍ଷେତ୍ରରେ ଯୋଉମାନେ ଉଚ୍ଚତର ଯୋଗୀ ସେମାନଙ୍କ କ୍ଷେତ୍ରରେ ଦେଖାଯାଇନି। ଏବଂ ଆଉ ଗୋଟେ କଥା ଦେଖାଯାଇଛି, ଯଦି କାହା ଭିତରେ ଅହଂର ସମ୍ଭାବନା ଦେଖା ଦେଇଛି, ସେଠି କଣ ହେଇଛି ନିଜେ ସ୍ୱୟଂ ପରମେଶ୍ୱର ପରମ ଶକ୍ତି ସିଏ ଆସି କଣ କରିଛନ୍ତି, ତାର ଅହଂକୁ ଖଣ୍ଡନ କରିଛନ୍ତି, ଅହଂକୁ କାଟିଛନ୍ତି। ଆପଣ ଦେଖିଲେ ଯେ ସୀତାଙ୍କର ଯୋଉ ସୀତା କହୁଛି ସତୀଙ୍କର ଯିଏ ପିତା ଦକ୍ଷ, ସେତେବେଳେ ସିଏ ପ୍ରଜାପତି ରୂପେ ସମଗ୍ର ପୃଥିବୀର ଜୀବଜଗତର ଦାୟିତ୍ୱ ନେଇଥିଲେ। ତାଙ୍କ ଭିତରେ ଅହଂକାର ଭାବ ଆସିଲା। ସେ ମହାଦେବଙ୍କୁ ଆକ୍ଷେପ କରିକି ତାଙ୍କୁ ହେୟ ଜ୍ଞାନ କଲେ, କେତେ ଘଟଣା ଘଟିଗଲା। ତେଣୁ ତାଙ୍କର ଶିର ଛେଦନ ହବା ପର୍ଯ୍ୟନ୍ତ ଚାଲିଗଲା। ଏପଟରେ ଆପଣ ଦେଖିଥିବେ, ଯଦି ଆମର ସନାତନ ଧର୍ମର ଭାରତ ବର୍ଷର ଯୋଉ ରହି ଆସିଛି ବିବର୍ତ୍ତନର ଧାରା ଅଛି, ତା ଭିତରେ ଆମେ ଦେଖିବା, ଯେତେବେଳେ ଚିନ୍ତା କରନ୍ତୁ ଶ୍ରୀକୃଷ୍ଣଙ୍କର ନିକଟ ଅତି ନିକଟରେ ତାଙ୍କରି ଯନ୍ତ୍ର ହେଇ କାର୍ଯ୍ୟ କରୁଥିଲେ ସୁଦର୍ଶନ ଚକ୍ର, ତାଙ୍କର ବାହନ ହେଇକି ତାଙ୍କୁ ପରିଚାଳିତ କରୁଥିଲେ ସ୍ୱୟଂ ପକ୍ଷୀରାଜ ଗରୁଡ଼। ସେମାନଙ୍କ ଭିତରେ ବି ଯେତେବେଳେ ଅହଂ ଆସିଛି, ତାକୁ ମଧ୍ୟ ସେ ମର୍ଦ୍ଦନ କରିଛନ୍ତି। ସତ୍ୟଭାମାଙ୍କର ବି ଯୋଉ ଆସକ୍ତି ଆସିଛି ଏବଂ ଗୋଟେ ରହିଛି ଯେ ତାଙ୍କ ଭିତରେ ମୁଁ ବଡ଼ ଏବଂ କୃଷ୍ଣ ମୋର ଏକା ନିଜର, ଏଇ ଯୋଉ ସଂକୀର୍ଣ୍ଣତା ବି ଆସିଛି, ସେତେବେଳେ ବି ତାକୁ ବି ମାନେ କଣ କିପରି ତାର ସେ ଶିରନତ ହବ, ମଥାନତ କରିବ, ତା ବ୍ୟବସ୍ଥା କରାଯାଇଛି। ଇଏ ହଉଛି ଭାରତ ବର୍ଷର ଏକ ବିଶାଳତା, ମହାନତା। ଏଇ ଜିନିଷଟି ସେମାନଙ୍କ କ୍ଷେତ୍ରରେ ଦେଖାଯାଏ। ପ୍ରଭୁ ସେଥିପାଇଁ କହୁଛନ୍ତି ଭାରତର ତୁଷାର ଚୂଡା ଗୁଡିକ ଉପରେ କୌଣସି ବୃହତ ଆତ୍ମା ପରମେଶ୍ୱରଙ୍କୁ ମୁକ୍ତି, ଭ୍ରାତୃତ୍ୱ ଏବଂ ସମତା ରୂପେ ପ୍ରତ୍ୟକ୍ଷ କରିପାରିଥିଲା ବୋଲି ହିଁ ଫରାସୀ ବିପ୍ଳବ ସଂଗଠିତ ହେଲା। ଏଠି ଆ ପୂର୍ବରୁ ଯୋଉଟା କହିଥିଲେ ମନେ ପକେଇବା ଯେ ସାଧୁ ମାନଙ୍କର ସେମାନେ ଯେ ତପସ୍ୟା କରୁଛନ୍ତି ବୋଲି ତାଙ୍କର ସେମାନେ ହଉଛନ୍ତି ଜଡ଼, ସେମାନେ କିଛି କାମ କରନ୍ତି ନାହିଁ, ଏଇ ଧାରଣା ତୁମର ଏକ ଅତି ଭ୍ରମପୂର୍ଣ୍ଣ ଧାରଣା। ସେମାନଙ୍କର ଶକ୍ତି ତପଶକ୍ତି ବଳରେ ତାରି ସ୍ପନ୍ଦନରେ ଏ ସମଗ୍ର ବିଶ୍ୱ ସ୍ପନ୍ଦିତ ହେଇ ସନ୍ତୁଳିତ ଅବସ୍ଥାରେ ରହିଛି। ତେଣୁ ଏଠି ଏମାନଙ୍କର ଯୋଉ ଶକ୍ତି, ତା ବଳରେ ଅନ୍ୟମାନେ ଯନ୍ତ୍ର ହେଇ ଅନ୍ୟମାନେ
ଯନ୍ତ୍ର ହେଇ ବିକୃତ ହେଲା, କିନ୍ତୁ ଅନ୍ୟମାନେ ଯନ୍ତ୍ର ହେଇ ସେଇ ବିପ୍ଳବଟିକୁ ସୃଷ୍ଟି କରିଛନ୍ତି, ଯାହା ଫଳରେ ସ୍ୱାଧୀନତା କଣ, ଭ୍ରାତୃତ୍ୱ ଭାବ କଣ, ବିଶ୍ୱ ଭ୍ରାତୃତ୍ୱ ହେବାର ସମ୍ଭାବନା ବି ଅଛି। ଜଣେ ଯଦି ଉଚ୍ଚତର ଚେତନା ସ୍ତରକୁ ଯାଏ, ତେବେ ତା ଭିତରେ ବିଶ୍ୱ ଭ୍ରାତୃତ୍ୱର ସ୍ପନ୍ଦନ ସ୍ୱାଭାବିକ ଭାବରେ ସ୍ୱତଃପ୍ରତ ଭାବରେ ସ୍ପନ୍ଦିତ ହେବ ଏବଂ ସମତ୍ୱ ଅବସ୍ଥା ପ୍ରାପ୍ତ ହବ। ଏଇ ଜିନିଷଟି ଏମାନଙ୍କର ତପଶକ୍ତି ଫଳରେ, ଯୋଉ ତାଙ୍କରି ସ୍ପନ୍ଦନ, ତପଶକ୍ତିର ସ୍ପନ୍ଦନ ଫଳରେ ଅନ୍ୟ ଜାଗାରେ ସ୍ପନ୍ଦିତ ହେଇଛି ଏବଂ ସେମାନେ ବଳ ପାଇଛନ୍ତି। ତେଣୁ ସେଇଥିପାଇଁ ପ୍ରଭୁ କହୁଛନ୍ତି ଯେ ଚିନ୍ମୟତାର ଶକ୍ତି, ଏଟା ମା ବର୍ଣ୍ଣନା କରୁଛନ୍ତି ଯେ ଚିନ୍ମୟତାର ଶକ୍ତି ଭୌତିକ ଜଗତର ଯାବତୀୟ ଶକ୍ତି ଠାରୁ ଅନେକ ଗୁଣ ଅଧିକ। ଆମକୁ ସେଇ କଥାଟି ଦର୍ଶାଇ ଦେବା ଲାଗି ପ୍ରଭୁ ଏପରି କହିଛନ୍ତି ବୋଲି ମା ବର୍ଣ୍ଣନା କରୁଛନ୍ତି। ତେଣୁ ଯୋଉମାନେ ବି ଆମେ ପ୍ରଭୁ ଶ୍ରୀଙ୍କର ଏଇ ବାଣୀ ଗୁଡ଼ିକ ଶୁଣୁଛୁ, ଆମେ ମନେ ରଖିବା ମାଙ୍କର ସେ କଥାଟି ଯେ ଉଭୟ ଉପଲବ୍ଧିଟି ଆମ ପାଇଁ ଅନିବାର୍ଯ୍ୟ। ଉଭୟ ଉପଲବ୍ଧି ତାମାନେ ଆମେ ଭଗବତ ଉପଲବ୍ଧି କରିବା, ନିଶ୍ଚୟ କରିବା, ଏବଂ ରୂପାନ୍ତରିତ ହବା ଫଳରେ ତାଙ୍କ ସହିତ ଏକତ୍ୱ ହେଇ ଏଇ ପୃଥିବୀ ପୃଷ୍ଠରେ ମାନେ ଏଠି ଆଉ ନିର୍ବାଣ ପ୍ରାପ୍ତି ନୁହେଁ, କିମ୍ବା ସାକେତ ଗୋଲକ ବୈକୁଣ୍ଠରେ ଯାଇକି ଭଗବାନଙ୍କୁ ପ୍ରାପ୍ତ କରିବା ନୁହେଁ, ଏହି ଭୂଲୋକରେ ପରଫେକ୍ସନ ଏବଂ ଆନନ୍ଦ, ଯୋଉ ଆମେ ଯୋଉଗୁଡାକ କହୁଛୁ ବିଶାଳ, ବା କେତେଜଣ ଲୋକ ଯେତେବେଳେ ଭଗବାନଙ୍କୁ ବିଶ୍ୱାସ କରନ୍ତିନି ସେତେବେଳେ, କିନ୍ତୁ ଏଇଟାକୁ ନିଶ୍ଚୟ ବିଶ୍ୱାସ କରନ୍ତି ଯେ ଫ୍ରିଡମ, ସମତା, ଏଇସବୁ ଗୋଟେ ସମସ୍ତଙ୍କ ଭିତରେ ଯେମିତି ଏବେ ଚାଲୁଛି ଇନସାନିୟତ, ମାନବତ୍ଵ, କିନ୍ତୁ ବିଶ୍ୱ ଭ୍ରାତୃତ୍ୱ ଭାବ ଯୋଉଟା କି ଭାରତ ବର୍ଷର ଯେତେକ ଜନ୍ମିତ ଶିଶୁ ତାଙ୍କ ରକ୍ତରେ ପ୍ରବାହିତ ହଉଛି, ସେମାନଙ୍କ ଭିତରେ ଯୋଉମାନେ ବି ଟିକିଏ ସଚେତନ ହେଇଛନ୍ତି, ସେମାନଙ୍କର ମଧ୍ୟ ଭିତରେ ଏଇ ଭ୍ରାତୃତ୍ୱ ଭାବଟି ଥାଏ। ହଁ, ଯେମିତି କହନ୍ତିନି, ଠିକ ଏବେ ବି କହୁଛନ୍ତି, ମନେ କରାଯାଉ ପାକିସ୍ତାନ କଣ ଆମକୁ ହଇରାଣ ନ କରୁଛି, ତାରି ଯୋଗୁ ଆମର ଅନେକ ଅନେକ ଅର୍ଥ ବ୍ୟୟ ହେଉଛି। ସେତିକି ଅର୍ଥ ଥିଲେ ଭାରତ ବର୍ଷ କୋଉ କାଳରୁ ଉଠି ସାରନ୍ତାଣି, କୋଉ କାଳରୁ ଉପରକୁ ଉଠି ସାରନ୍ତାଣି, କିନ୍ତୁ କଣ ହଉଛି? ତଥାପି ବି ଆମର ଭାରତୀୟ ମାନେ ଏବେ ବି କହୁଛନ୍ତି ନା ଯାହା ବି ହେଲେ ସେମାନେ ଆମର ଭାଇ ନା, ଆଉ ଏବେ ସିନା ଅଖଣ୍ଡ ହେଇ ଯୋଉ ଖଣ୍ଡିତ ହେଇଯାଇଛନ୍ତି, ତେଣୁ ଆମେ ମିଶିଯିବା ନା, ଆଉ ଆସ ଅଖଣ୍ଡ ଅଖଣ୍ଡ ଭାରତ ପ୍ରତିଷ୍ଠା ହଉ, ଆମେ ସମସ୍ତେ ଏକୀଭୂତ ହେଇଯିବା। ଯୋଉଟା କି ପ୍ରଭୁ ଶ୍ରୀଅରବିନ୍ଦ ତାଙ୍କର ଯୋଉ 5ଟି ସ୍ୱପ୍ନରେ ପ୍ରଥମେ କହିଲେ ଯେ ଅଖଣ୍ଡ ଭାରତ ନିଶ୍ଚୟ ହବା ଆବଶ୍ୟକ, ନିଶ୍ଚୟ ହବ। ସ୍ୱାଧୀନତା ପରେ ଦେଖାଯାଉଛି ଆମକୁ ଯୋଉ ଦିଭାଗ ହେଇଯାଇଛି, ସେ ବିଷୟରେ ମାଙ୍କୁ ଯେତେବେଳେ ପଚରା ହେଇଛି, ମା କହିଲେ କିଛି ବର୍ଷ ଭିତରେ ହେଇଯିବ। କିନ୍ତୁ ତାପରେ ଯେତେବେଳେ ହେଲା ନାହିଁ, ପଚରା ହେଲା, ମା କହିଲେ ଆମର ପଲିଟିକାଲ ୱିଲର ଅଭାବ, ରାଜନୈତିକ ଇଚ୍ଛା ଶକ୍ତିର ଅଭାବ। ଗୋଟେ ସମୟ ଆସିଥିଲା ଯେତେବେଳେ ପାକିସ୍ତାନ ପଟରୁ, ନିଜ ପଟରୁ ସେମାନେ ପ୍ରସ୍ତାବ ଦେଇଥିଲେ ଭାରତ ବର୍ଷ ସହିତ ଏକ ହବା ପାଇଁ, କିନ୍ତୁ ସେତେବେଳକାର ପ୍ରଧାନମନ୍ତ୍ରୀ, ସେତେବେଳକାର ଯୋଉ ସିଷ୍ଟମ ଥିଲା ଯାହା, ସେମାନେ ଗ୍ରହଣ କରିପାରିନଥିଲେ ଏବଂ ଆତଙ୍କବାଦୀର ଯୋଉ କାରନାମା ଚଲେଇଛନ୍ତି, ତା ଫଳରେ କେତେ କେତେ କଥା ଆମେ ପୀଡ଼ିତ ହେଇ କେତେ ନଷ୍ଟ ହେଲେ ମଧ୍ୟ, ତଥାପି ଆମେ ଏବେ ବି ଯାହା ଘରେ ପାକିସ୍ତାନ ଆତଙ୍କବାଦୀ ଦ୍ୱାରା ବି ମରିଛନ୍ତି, ସେମାନେ ଏବେ ବି କହୁଛନ୍ତି ଏଇ ଆତଙ୍କବାଦୀ ଗୁଡାକ ମାରି ପକାଅ, କିନ୍ତୁ ପାକିସ୍ତାନ ଆମ ସହିତ ମିଶିଯାଉ। ଏବେ ବି ଏଇ ଯୋଉ ବିଶ୍ୱ ଭ୍ରାତୃତ୍ୱ ଭାବ ଅନ୍ୟ କୌଣସି ଭୂଖଣ୍ଡରେ ଏତେ ଗଭୀର ସ୍ତରରେ ଆସିବନି। ସେମାନେ ଅଛି, ନାହିଁ ବୋଲି ନୁହଁ, କିନ୍ତୁ ଏତେ ଗଭୀର ସ୍ତରରେ ନାହିଁ। ଇଏ ଥିଲା ଜ୍ଞାନ 276। ଓମ୍
तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत्। ॐ तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत्। ॐ तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत्। Thank you all, Robert.